ଆଜିର ଆମର ବିଷୟ ହେଉଛି ଭାରତର ରୀତିନୀତି। 1894 ଖ୍ରୀଷ୍ଟାବ୍ଦ 15 ଫେବୃଆରୀ ଗୁରୁବାର ଦିନ ଡେଟ୍ରଏଟ୍ରେ ପ୍ରଦତ୍ତ ଗୋଟିଏ ବକ୍ତୃତାର ବିବରଣୀ ଓ ତତ୍ସହ ଡେଟ୍ରଏଟ୍ ଫ୍ରି ପ୍ରେସ୍ର ସମ୍ପାଦକୀୟ ମନ୍ତବ୍ୟ। ଗତ ରାତିରେ ୟୁନିଟେରିଆନ୍ ଗିର୍ଜା ହଲ୍କୁ ପୂର୍ଣ୍ଣ କରିଥିବା ଶ୍ରୋତୃବୃନ୍ଦ ଖ୍ୟାତନାମା ସନ୍ନ୍ୟାସୀ ସ୍ୱାମୀ ବିବେକାନନ୍ଦଙ୍କର ଭାଷଣ ଶ୍ରବଣ କଲେ। ସେ ତାଙ୍କ ଦେଶର ରୀତିନୀତି ଓ ପ୍ରଥା ସମ୍ପର୍କରେ କହିଥିଲେ। ତାଙ୍କର ବାଗ୍ମିତା ଓ ମଧୁର ବ୍ୟବହାରରେ ଶ୍ରୋତାମାନେ ଆନନ୍ଦିତ ହେଲେ। ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଗଭୀର ମନୋଯୋଗ ସହ ସେମାନେ ତାଙ୍କର ବକ୍ତୃତା ଶୁଣୁଥିଲେ। ମଝିରେ ମଝିରେ ଉଚ୍ଚ କରତାଳି ଧ୍ୱନି ଦ୍ୱାରା ସେମାନଙ୍କର ସମର୍ଥନ ଜ୍ଞାପନ କରୁଥିଲେ। ଚିକାଗୋ ଧର୍ମମହାସଭାରେ ପ୍ରଦତ୍ତ ସୁବିଖ୍ୟାତ ବକ୍ତୃତା ଠାରୁ ମଧ୍ୟ ତାଙ୍କର ଏହି ବକ୍ତୃତାଟିର ବିଷୟବସ୍ତୁ ଅଧିକତର ଜନପ୍ରିୟ ଥିଲା। ଭାଷଣଟି ଖୁବ୍ ଚିତ୍ତାକର୍ଷକ ହୋଇଥିଲା। ବିଶେଷତଃ ସେହି ଅଂଶଗୁଡ଼ିକ ଯେଉଁଠାରେ ବକ୍ତା ଉପଦେଶମୂଳକ ପ୍ରସଙ୍ଗ ତ୍ୟାଗ କରି ତାଙ୍କର ସ୍ୱଦେଶବାସୀମାନଙ୍କର କେତେକ ଆଧ୍ୟାତ୍ମିକ ଅବସ୍ଥାର ସୁନିପୁଣ ବର୍ଣ୍ଣନା ଦେଉଥିଲେ। ଧାର୍ମିକ ଓ ଦାର୍ଶନିକ ଏବଂ ଅବଶ୍ୟ ହିଁ ଆଧ୍ୟାତ୍ମିକ ପ୍ରସଙ୍ଗରେ ଏହି ପ୍ରାଚ୍ୟ ଦେଶୀୟ ଭ୍ରାତା ସର୍ବାପେକ୍ଷା ହୃଦୟଗ୍ରାହୀ ଏବଂ ଯେତେବେଳେ ସେ ପ୍ରକୃତିର ମହତ୍ ଓ ସହଜ ନୈତିକ ନିୟମର ବିବେକସମ୍ମତ କର୍ତ୍ତବ୍ୟର କଥା କହୁଥିଲେ, ସେତେବେଳେ ତାଙ୍କର ନିୟନ୍ତ୍ରିତ କୋମଳ କଣ୍ଠସ୍ୱର, ଯାହା ତାଙ୍କ ଜାତିର ବୈଶିଷ୍ଟ୍ୟ, ଏବଂ ତାଙ୍କର ରୋମାଞ୍ଚକର ଭଙ୍ଗୀ ଅନେକ ପରିମାଣରେ ଜଣେ ପ୍ରତ୍ୟାଦିଷ୍ଟ ବ୍ୟକ୍ତି ସଦୃଶ ମନେ ହେଉଥିଲା। ଶ୍ରୋତାମାନଙ୍କ ନିକଟରେ କୌଣସି ନୈତିକ ସତ୍ୟ ଉପସ୍ଥାପନର ସମୟ ଛଡ଼ା ତାଙ୍କ ବକ୍ତୃତାରେ ସୁସ୍ପଷ୍ଟ ଚିନ୍ତାଶୀଳତା ପ୍ରକାଶ ପାଉଥିଲା। କିନ୍ତୁ ନୈତିକ ସତ୍ୟ ଉପସ୍ଥାପନ ସମୟରେ ତାଙ୍କର ବାଗ୍ମିତାରେ ଚରମ ଉତ୍କର୍ଷ ଦେଖାଯାଉଥିଲା। ସେ ଦୃଢ଼ ଭାବରେ କହିଲେ, ଭାରତରେ ନୈତିକତାର ମାନ ପୃଥିବୀ ମଧ୍ୟରେ ସବୁଠାରୁ ଉଚ୍ଚରେ। ତାଙ୍କର ପରିଚୟ କରାଇଦେଲେ ବିଶପ୍ ନେଣ୍ଡେ। ସାନନ୍ଦ ଚିତ୍ତରେ ବିବେକାନନ୍ଦଙ୍କର ପରିଚୟ ପ୍ରଦାନ କରି ସେ ଭାରତର ଆଶ୍ଚର୍ଯ୍ୟ ବସ୍ତୁ ସମ୍ବନ୍ଧରେ ଓ ସେଠାକାର ଶିକ୍ଷିତ ଶ୍ରେଣୀର ବୁଦ୍ଧିର ଉତ୍କର୍ଷ ସମ୍ବନ୍ଧରେ ଉଲ୍ଲେଖ କଲେ। ମୁଣ୍ଡରେ ପଗଡ଼ି, ଦେହରେ ଉଜ୍ଜ୍ୱଳ ଆଲଖାଲା ଏବଂ ବୁଦ୍ଧିଦୀପ୍ତ ଚକ୍ଷୁ ବିଶିଷ୍ଟ ସେହି ଶ୍ୟାମବର୍ଣ୍ଣ ଭଦ୍ରମହୋଦୟ ଯେତେବେଳେ ଉଠି ଛିଡ଼ା ହେଲେ, ସେତେବେଳେ ସମସ୍ତଙ୍କର ସମ୍ମୁଖରେ ଉଦ୍ଭାସିତ ହୋଇଉଠିଲା ଏକ ମନମୁଗ୍ଧକର ମୂର୍ତ୍ତି। ବିଶପଙ୍କର ସହୃଦୟ ବାକ୍ୟ ପାଇଁ ସେ ତାଙ୍କୁ ଧନ୍ୟବାଦ ଜଣାଇଲେ ଏବଂ ତାଙ୍କର ସ୍ୱଦେଶର ଜାତିଭେଦ, ଲୋକଙ୍କର ଆଚାର ବ୍ୟବହାର ଓ ଭାଷାର ବିଭିନ୍ନତା ସମ୍ବନ୍ଧରେ ଆଲୋଚନା କରିବାରେ ପ୍ରବୃତ୍ତ ହେଲେ। ମୂଳତଃ ଉତ୍ତର ଭାରତରେ 4ଟି ଭାଷା ଏବଂ ଦକ୍ଷିଣ ଭାରତର 4ଟି, କିନ୍ତୁ ଧର୍ମ ଉଭୟତ୍ର ଏକ। 30 କୋଟି ଲୋକଙ୍କ ମଧ୍ୟରୁ 5 ଭାଗରୁ 4 ଭାଗ ହିଁ ହିନ୍ଦୁ ଏବଂ ଏହି ହିନ୍ଦୁ ଜାତିଟା କିଛି ପରିମାଣରେ ଅଦ୍ଭୁତ। ଧର୍ମୀୟ ରୀତି ଅନୁସାରେ ହିନ୍ଦୁ ସବୁ କାର୍ଯ୍ୟ କରେ। ଧର୍ମନିଷ୍ଠା ସହ ସେ ଆହାର କରେ, ପ୍ରତ୍ୟୁଷରେ ଶଯ୍ୟାତ୍ୟାଗ କରେ। ଧର୍ମ ନିର୍ଦ୍ଦେଶ ଅନୁସାରେ ସେ ସତ୍କର୍ମ କରେ ଏବଂ ଅସତ୍ କାର୍ଯ୍ୟ ମଧ୍ୟ ଧର୍ମ ଭାବରେ କରେ। ଏହି ସମୟରେ ବକ୍ତା ତାଙ୍କର ଭାଷଣର ଶ୍ରେଷ୍ଠ ନୈତିକ ସାର କଥାଟି ଉଲ୍ଲେଖ କରିଥିଲେ। ସେ କହିଲେ, ତାଙ୍କର ସ୍ୱଦେଶବାସୀଙ୍କର ବିଶ୍ୱାସ, ସବୁ ସ୍ୱାର୍ଥଶୂନ୍ୟ କର୍ମ ହିଁ ସତ୍ ଏବଂ ସବୁ ସ୍ୱାର୍ଥପରତା ହିଁ ଅସତ୍। ଅତଏବ ହିନ୍ଦୁ ମତରେ ନିଜ ପାଇଁ ଗୃହ ନିର୍ମାଣ ସ୍ୱାର୍ଥପରତା। ହିନ୍ଦୁ ଗୃହ ନିର୍ମାଣ କରେ ଈଶ୍ୱର ଉପାସନା ଏବଂ ଅତିଥି ସେବା ପାଇଁ। ନିଜ ପାଇଁ ଆହାର୍ଯ୍ୟ ରନ୍ଧନ ସ୍ୱାର୍ଥପରତା, ତେଣୁ ସେ ରନ୍ଧନ କରେ ଦରିଦ୍ର ସେବା ପାଇଁ। ଯଦି କୌଣସି କ୍ଷୁଧାର୍ଥ ଆଗନ୍ତୁକ ପ୍ରାର୍ଥୀ ଆସେ, ତେବେ ଆଗେ ତା'ର ସେବା କରି ଅବଶେଷରେ ସେ ନିଜେ ଆହାର୍ଯ୍ୟ ଗ୍ରହଣ କରେ। ଏହି ଭାବଟି ଦେଶର ସର୍ବତ୍ର ବିରାଜମାନ କରୁଛି। ଯେ କେହି ଖାଦ୍ୟ ଓ ଆଶ୍ରୟର ପ୍ରାର୍ଥୀ ହେଉନା କାହିଁକି, ସବୁ ଦରଜା ହିଁ ତାହା ପାଇଁ ଖୋଲା ରହିବ। ଜାତିଭେଦ ପ୍ରଥା ସହିତ ଧର୍ମର କୌଣସି ସମ୍ପର୍କ ନାହିଁ।
ଲୋକଙ୍କର ବୃତ୍ତି ବଂଶଗତ। ଜଣେ ବଢ଼େଇ ମିସ୍ତ୍ରୀର ପୁଅ ବଢ଼େଇ ହୋଇ ଜନ୍ମେ, ସ୍ୱର୍ଣ୍ଣକାରର ପୁଅ ସ୍ୱର୍ଣ୍ଣକାର, କାରିଗରର ପୁଅ କାରିଗର ଏବଂ ପୁରୋହିତର ପୁଅ ପୁରୋହିତ। ତେବେ ଏହି ସାମାଜିକ ଦୋଷତ୍ରୁଟି ଅପେକ୍ଷାକୃତ ଆଧୁନିକ କାଳର। ଏହା ପ୍ରାୟ 1000 ବର୍ଷ ଧରି ଚାଲି ଆସୁଛି। କିନ୍ତୁ କାଳର ଏହି ପରିମାଣ ଭାରତରେ ଖୁବ୍ ଦୀର୍ଘ ବୋଲି ବିବେଚିତ ହୁଏ ନାହିଁ, ଯେପରି ଏହି ଦେଶରେ ବା ଅନ୍ୟ ସବୁ ଦେଶରେ ମନେ କରାହୁଏ। ଦୁଇ ପ୍ରକାରର ଦାନ ବିଶେଷ ଭାବରେ ସମାଦୃତ, ଶିକ୍ଷାଦାନ ଏବଂ ପ୍ରାଣଦାନ। କିନ୍ତୁ ଶିକ୍ଷାଦାନ ହିଁ ଅଗ୍ରାଧିକାର ଲାଭ କରେ। ଜଣେ ଲୋକର ଜୀବନ ରକ୍ଷା କରିବା ଖୁବ୍ ଭଲ, ତାଙ୍କୁ ଶିକ୍ଷାଦାନ କରିବା ତାଠାରୁ ମଧ୍ୟ ଭଲ। ଅର୍ଥ ବିନିମୟରେ ଶିକ୍ଷା ଦେବା ଗର୍ହିତ କର୍ମ ଏବଂ ଯେଉଁ ବ୍ୟକ୍ତି ବ୍ୟବସାୟ ସାମଗ୍ରୀ ପରି ଶିକ୍ଷା ବିନିମୟରେ କାଞ୍ଚନ ଗ୍ରହଣ କରେ, ତାଙ୍କ ଉପରେ ଧିକ୍କାର ବର୍ଷିତ ହୁଏ। ସରକାର ମଝିରେ ମଝିରେ ଶିକ୍ଷକମାନଙ୍କୁ ସାହାଯ୍ୟ କରିଥାନ୍ତି। ତା ଫଳରେ ତଥାକଥିତ ସଭ୍ୟ ଦେଶମାନଙ୍କରେ ଯେପରି ପରିବେଶ ବଜାୟ ରହିଛି, ଏଠାରେ ନୈତିକ ଫଳାଫଳ ତା ଅପେକ୍ଷା ଶୁଭଙ୍କର ହୋଇଅଛି। ବକ୍ତା ଦେଶର ଏକ ପ୍ରାନ୍ତରୁ ଅପର ପ୍ରାନ୍ତ ପର୍ଯ୍ୟନ୍ତ ଜିଜ୍ଞାସା କରି ବୁଲିଛନ୍ତି, ସଭ୍ୟତାର ସଂଜ୍ଞା କ'ଣ? ପ୍ରଶ୍ନଟି ସେ ଆହୁରି ବହୁ ଦେଶରେ ଜିଜ୍ଞାସା କରିଛନ୍ତି। କେତେବେଳେ ଉତ୍ତର ପାଇଛନ୍ତି, ଆମେମାନେ ହେଲୁ ସଭ୍ୟତାର ମାପକାଠି। ସେ ସବିନୟରେ ଜଣାନ୍ତି, ଶବ୍ଦଟିର ସଂଜ୍ଞା ସମ୍ବନ୍ଧରେ ତାଙ୍କର ମତ ଅନ୍ୟ ପ୍ରକାର। କୌଣସି ଜାତି ହୁଏତ ପ୍ରାକୃତିକ ଶକ୍ତିକୁ ବଶୀଭୂତ କରିପାରେ, ଜନହିତକର ପ୍ରୟୋଜନୀୟ ସମସ୍ୟାଗୁଡ଼ିକର ପ୍ରାୟ ସମାଧାନ କରିପାରେ। ତଥାପି ଏକଥା ସେମାନଙ୍କର ବୋଧଗମ୍ୟ ନ ହୋଇପାରେ ଯେ, ଯେଉଁ ବ୍ୟକ୍ତି ନିଜକୁ ଜୟ କରିବାର ଶିକ୍ଷା ଲାଭ କରିଛି, ସେହି ବ୍ୟକ୍ତିବିଶେଷ ମଧ୍ୟରେ ହିଁ ସର୍ବୋତ୍କୃଷ୍ଟ ସଭ୍ୟତା ପରିସ୍ଫୁଟ। ପୃଥିବୀର ଯେକୌଣସି ଦେଶ ଅପେକ୍ଷା ଏହି ପରିବେଶଟି ଭାରତରେ ଅଧିକ ବିଦ୍ୟମାନ, କାରଣ ସେଠାରେ ବସ୍ତୁଗତ ପରିବେଶ ଆଧ୍ୟାତ୍ମିକ ପରିବେଶର ଅଧୀନ ଏବଂ ପ୍ରତ୍ୟେକ ବ୍ୟକ୍ତି ହିଁ ସବୁ ପ୍ରାଣୀ ମଧ୍ୟରେ ଆତ୍ମାର ପ୍ରକାଶ ଦେଖିବାକୁ ସଚେଷ୍ଟ ଏବଂ ପ୍ରକୃତିକୁ ମଧ୍ୟ ଏକ ଭାବରେ ଦେଖେ। ଏହିଠାରେ ହିଁ ଦେଖାଯାଏ ଭାଗ୍ୟର ନିର୍ଦ୍ଦୟ ପରିହାସକୁ ଅବିଚଳ ଧୈର୍ଯ୍ୟ ସହିତ ସହ୍ୟ କରିବା ଭଳି ଧୀର ମନୋଭାବ। ଏହି ଅବସ୍ଥାରେ ଅନ୍ୟ ଯେକୌଣସି ଜାତି ଅପେକ୍ଷା ଏଠାରେ ଅଧିକତର ଆଧ୍ୟାତ୍ମିକ ଶକ୍ତି ଓ ଜ୍ଞାନର ଉନ୍ମେଷ ଘଟିଛି। ଏହି ଦେଶ ଓ ଜାତି ଭିତରୁ ଗୋଟିଏ ଅଫୁରନ୍ତ ସ୍ରୋତର ଧାରା ବହି ଚାଲିଛି, ଯାହା ଦେଶ ବିଦେଶର ବହୁ ଚିନ୍ତାଶୀଳ ମନୁଷ୍ୟର ଦୃଷ୍ଟି ଆକର୍ଷଣ କରେ। ଏମାନେ ସହଜରେ କାନ୍ଧରୁ ପାର୍ଥିବ ବୋଝ ଫିଙ୍ଗି ଦିଅନ୍ତି। ଖ୍ରୀଷ୍ଟପୂର୍ବ 260ରେ ଯେଉଁ ପ୍ରାଚୀନ ରାଜା ଆଦେଶ କରିଥିଲେ, ଆଉ କୌଣସି ରକ୍ତପାତ ବା କୌଣସି ଯୁଦ୍ଧ କରିବା ଚଳିବ ନାହିଁ ଏବଂ ଯିଏ ସୈନିକ ବଦଳରେ ପଠାଇଥିଲେ ଦଳେ ଶିକ୍ଷକ, ସେ ଜ୍ଞାନୀ ଭଳି କାର୍ଯ୍ୟ କରିଥିଲେ, ଯଦିଓ ବାସ୍ତବତା ଦିଗରୁ ଦେଶକୁ ତାହା ଫଳରେ ଖୁବ୍ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ବଳ ପ୍ରୟୋଗକାରୀ ବର୍ବର ଜାତିଗୁଡ଼ିକର ଅଧୀନତା ସ୍ୱୀକାର କଲେ ମଧ୍ୟ ଭାରତବାସୀର ଆଧ୍ୟାତ୍ମିକତା ଚିରକାଳ ବଞ୍ଚି ରହିଛି ଏବଂ କାହାରି ମଧ୍ୟ ସାଧ୍ୟ ନାହିଁ ଯେ ତାହାକୁ କାଢ଼ି ନେବ। ନିଷ୍ଠୁର ଭାଗ୍ୟର ଆଘାତ ସହ୍ୟ କଲା ଭଳି ଖ୍ରୀଷ୍ଟସୁଲଭ ନମ୍ରତା ଭାରତୀୟଙ୍କର ଅଛି ଏବଂ ସେଥି ସଙ୍ଗେ ସଙ୍ଗେ ସେମାନଙ୍କର ଆତ୍ମା ଉଜ୍ଜ୍ୱଳତାର ଲକ୍ଷ୍ୟ ଦିଗରେ ଆଗେଇ ଚାଲିଛି। ଏପରି ଦେଶରେ ଭାବ ପ୍ରଚାର ପାଇଁ କୌଣସି ଖ୍ରୀଷ୍ଟିଆନ ମିଶନାରୀଙ୍କର ପ୍ରୟୋଜନ ନାହିଁ, କାରଣ ଭାରତର ଧର୍ମ ମନୁଷ୍ୟକୁ ଧୀର, ମଧୁର, ବିବେଚକ ଏବଂ ମନୁଷ୍ୟ ପଶୁ ନିର୍ବିଶେଷରେ ଭଗବାନଙ୍କର ସୃଷ୍ଟ ସବୁ ପ୍ରାଣୀ ପ୍ରତି ପ୍ରୀତି ସମ୍ପନ୍ନ କରିନିଏ। ନୈତିକତା ଦିଗରୁ ଯୁକ୍ତରାଷ୍ଟ୍ର କିମ୍ବା ପୃଥିବୀର ଯେକୌଣସି ଦେଶ ଅପେକ୍ଷା ଭାରତ ଉଚ୍ଚରେ। ମିଶନାରୀମାନେ ଯଦି କେବଳ ସେଠାକାର ପବିତ୍ର ବାରି ପାନ କରିପାରନ୍ତି ବା ସେହି ମହାନ ଜାତି ଉପରେ ବହୁ ପବିତ୍ର ଜୀବନର କିପରି ଅପୂର୍ବ ପ୍ରଭାବ ପଡ଼ିଛି ତାହା ଦେଖିବାକୁ ଯାଆନ୍ତି, ତେବେ ଖୁବ୍ ଭଲ ହୁଅନ୍ତା। ତାପରେ ବକ୍ତା ବିବାହର ରୀତିନୀତି ଓ ପ୍ରାଚୀନ କାଳରେ ଯେତେବେଳେ ସହଶିକ୍ଷା ପ୍ରଥାର ପ୍ରଚଳନ ଥିଲା, ସେତେବେଳେ ନାରୀମାନଙ୍କୁ ଯେଉଁ ସବୁ ସୁଯୋଗ ସୁବିଧା ଦିଆହେଉଥିଲା ତାହାର ବର୍ଣ୍ଣନା କଲେ। ଭାରତର ଋଷିମାନଙ୍କ ଲେଖାରେ ପ୍ରତ୍ୟାଦିଷ୍ଟ ନାରୀର ଅପୂର୍ବ ଚିତ୍ର ମିଳେ।
ଖ୍ରୀଷ୍ଟ ଧର୍ମରେ ପ୍ରତ୍ୟାଦିଷ୍ଟ ବ୍ୟକ୍ତିମାନେ ସମସ୍ତେ ହିଁ ପୁରୁଷ, କିନ୍ତୁ ଭାରତର ପୂତଚରିତ୍ରା ନାରୀମାନେ ଧର୍ମଗ୍ରନ୍ଥ ସମୂହରେ ଉଲ୍ଲେଖଯୋଗ୍ୟ ସ୍ଥାନ ଅଧିକାର କରିଛନ୍ତି। ଗୃହସ୍ଥମାନଙ୍କର ଉପାସନାର ଅଙ୍ଗ 5ଟି। ତାହା ମଧ୍ୟରୁ ଗୋଟିଏ ଅଧ୍ୟୟନ ଅଧ୍ୟାପନା, ଆଉ ଗୋଟିଏ ହେଲା ମୂକ ପ୍ରାଣୀର ସେବା। ଏହି ଉପାସନାଟି ଆମେରିକାର ଲୋକଙ୍କ ପକ୍ଷରେ ବୁଝିବା କଷ୍ଟକର। ୟୁରୋପୀୟଙ୍କ ପକ୍ଷରେ ମଧ୍ୟ ଏହି ଭାବଟି ଉପଲବ୍ଧ କରିବା ସହଜ ନୁହେଁ। ଅନ୍ୟାନ୍ୟ ଜାତି ପାଇକାରୀ ହାରରେ ପ୍ରାଣୀ ହତ୍ୟା କରେ ଏବଂ ନିଜ ଭିତରେ ମଧ୍ୟ ହଣାହଣି ହୋଇ ମରନ୍ତି। ରକ୍ତ ସମୁଦ୍ରରେ ସେମାନେ ବାସ କରନ୍ତି। ଜଣେ ୟୁରୋପୀୟ କହିଥିଲେ, ଭାରତବାସୀମାନେ ଯେ ପ୍ରାଣୀ ହତ୍ୟା କରନ୍ତି ନାହିଁ, ତାହାର କାରଣ ସେମାନେ ମନେ କରନ୍ତି ପ୍ରାଣୀମାନଙ୍କ ମଧ୍ୟରେ ସେମାନଙ୍କର ପୂର୍ବପୁରୁଷଙ୍କର ଆତ୍ମା ଅଛନ୍ତି। ପଶୁ ସ୍ତରରୁ ଯେଉଁମାନେ ବେଶୀ ଦୂରକୁ ଅଗ୍ରସର ହୋଇନାହାନ୍ତି, ସେମାନଙ୍କ ପକ୍ଷରେ ଏହି ଧରଣର ଯୁକ୍ତି ସଭା ପାଏ। ଏହା ଅସଲରେ ଭାରତର ଏକ ଶ୍ରେଣୀର ନାସ୍ତିକମାନଙ୍କର ଉକ୍ତି। ଏହି ଭାବରେ ସେମାନେ ବେଦର ଅହିଂସା ଓ ପୁନର୍ଜନ୍ମବାଦର ଦୋଷ ଦର୍ଶନ କରିଥାନ୍ତି। ଏ ପ୍ରକାର ଧର୍ମୀୟ ମତବାଦ କୌଣସି କାଳରେ ନଥିଲା। ଏଇଟି ଜଡ଼ବାଦୀଙ୍କର ବିଶ୍ୱାସ। ମୂକ ପ୍ରାଣୀର ଉପାସନାରେ ଗୋଟିଏ ଉଜ୍ଜ୍ୱଳ ଚିତ୍ର ବକ୍ତା ଅଙ୍କିତ କଲେ। ଭାରତର ଅପୂର୍ବ ବିଧି ଅତିଥି ପରାୟଣତା ଗୋଟିଏ ଗଳ୍ପ ମାଧ୍ୟମରେ ସେ ଚିତ୍ରିତ କଲେ। ଏକଦା ଦୁର୍ଭିକ୍ଷ ହେତୁ ଜଣେ ବ୍ରାହ୍ମଣଙ୍କୁ ତାଙ୍କର ସ୍ତ୍ରୀ, ପୁତ୍ର ଏବଂ ପୁତ୍ରବଧୂ ସହ କିଛି କାଳ ଅନାହାରରେ କଟାଇବାକୁ ହୋଇଥିଲା। ଗୃହସ୍ୱାମୀ ଖାଦ୍ୟ ଅନ୍ୱେଷଣରେ ବାହାରକୁ ଯାଇ ସାମାନ୍ୟ ପରିମାଣ ଛତୁ ସଂଗ୍ରହ କରି ଆଣିଥିଲେ। ଘରକୁ ଆସି ସେ ତାହାକୁ 4 ଭାଗରେ ଭାଗ କଲେ। ଯେତେବେଳେ ସେହି ଛୋଟ ପରିବାରଟି ଆହାର କରିବାକୁ ଯାଉଛନ୍ତି, ସେତିକିବେଳେ ଦରଜାରେ କରାଘାତ ଶୁଣାଗଲା। ଆଗନ୍ତୁକ ଜଣେ କ୍ଷୁଧାର୍ତ ଅତିଥି। ଭାଗଗୁଡ଼ିକ ସେତେବେଳେ ଅତିଥି ସମ୍ମୁଖରେ ରଖାଗଲା ଏବଂ ସେ କ୍ଷୁଧା ନିବାରଣ କରି ଚାଲିଗଲେ। ଆଉ ଏ ଦିଗରେ ଅତିଥି ସେବାପରାୟଣ ସେହି 4 ଜଣ ମୃତ୍ୟୁବରଣ କଲେ। ଆତିଥେୟତାର ପବିତ୍ର ନାମରେ ଭାରତରେ ଯାହା ଆଶା କରାଯାଏ, ଏହି ଗପଟି ତାହାରି ଆଦର୍ଶ ରୂପେ କୁହା ହୋଇଥାଏ। ସୁନିପୁଣ ବାଗ୍ମିତା ସହିତ ବକ୍ତା ତାଙ୍କର ଭାଷଣ ଶେଷ କଲେ। ତାଙ୍କର ବକ୍ତବ୍ୟ ଆଦ୍ୟପ୍ରାନ୍ତ ସହଜ ଓ ସରଳ, କିନ୍ତୁ ଯେତେବେଳେ ହିଁ ସେ କୌଣସି ଚିତ୍ର ବର୍ଣ୍ଣନାରେ ରତ ହୁଅନ୍ତି, ସେତେବେଳେ ତାହା ଅପୂର୍ବ ବାକ୍ୟ ଭଳି ଶୁଣାଯାଏ। ସେଥିରୁ ପ୍ରମାଣିତ ହୁଏ ଯେ ପୂର୍ବଦେଶୀୟ ଭ୍ରାତା ପ୍ରକୃତିର ସୌନ୍ଦର୍ଯ୍ୟ କେତେ ଗଭୀର ଓ ନିବିଡ଼ ଭାବରେ ପର୍ଯ୍ୟବେକ୍ଷଣ କରିଅଛନ୍ତି। ତାଙ୍କର ଅପରିମିତ ଆଧ୍ୟାତ୍ମିକତାର ସ୍ପର୍ଶ ଶ୍ରୋତୃବର୍ଗ ଅନୁଭବ କଲେ, କାରଣ ତାହା ଚେତନ ଓ ଅଚେତନ ସବୁ ବସ୍ତୁ ପ୍ରତି ପ୍ରେମ ରୂପରେ ଏବଂ ସମନ୍ୱୟର ଐଶ୍ୱୀ ବିଧାନ ଓ କଲ୍ୟାଣକର ଅଭିପ୍ରାୟର ବିଚିତ୍ର କାର୍ଯ୍ୟରୀତିର ଗଭୀର ପ୍ରଦେଶରେ ପ୍ରବେଶ କରିବାର ପ୍ରଖର ଅନ୍ତର୍ଦୃଷ୍ଟି ରୂପରେ ସ୍ୱତଃ ପ୍ରକାଶିତ। ଓಂ ଶାନ୍ତି ଶାନ୍ତି ଶାନ୍ତି। ହରି ଓಂ ତତ୍ସତ୍।